ମାଲକାନଗିରି ମତୁଆ ସମ୍ପ୍ରଦାୟ ମଧ୍ୟରେ ପଟେରୁ ହରି ଆଶ୍ରମରେ ହୋଇଛି ମତଭେଦ। ମାଲକାନଗିରି ମତୁଆ ସମ୍ପ୍ରଦାୟ ମଧ୍ୟରେ କିଛି ଦିନ ଧରି ନିଜ ନିଜ ଭିତରେ ମତଭେଦ ଚାଲିଥିବା ଅଭିଯୋଗ ହେଉଛି। ସେହି ମତଭେଦକୁ ନେଇ କଥା ଏତେ ଦୂର ପହଞ୍ଚିଗଲା, ରବିବାର ଦିନ ମତୁଆ ସମ୍ପ୍ରଦାୟର ପଟେରୁ କେନ୍ଦ୍ରୀୟ ହରିଚାନ୍ଦ ଗୁରୁଚାନ୍ଦ କମିଟିକୁ ପରିବର୍ତ୍ତନ କରିବା ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଗଲା କଥା। ଗୋଟିଏ ପକ୍ଷ କମିଟି ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଟିଏ ପକ୍ଷ ଚାହୁଁନାହାନ୍ତି। ମତୁଆ ସମ୍ପ୍ରଦାୟର ଭକ୍ତ ଶ୍ରୀ କମଲେଶ ରାୟ, ଶ୍ରୀ ପ୍ରହ୍ଲାଦ ବସୁ, ଶ୍ରୀ ପରିତୋଷ ସରଦାର କହିଛନ୍ତି ଯେ ମତୁଆ ମଧ୍ୟରେ ମୁଷ୍ଟିମେୟ କିଛି ମାତ୍ର ବ୍ୟକ୍ତି ରାଜନୀତି କରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗାଁ ଗାଁରେ ଲୋକଙ୍କ ଭିତରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କର ପ୍ରତିକ୍ରିୟା। ଆମେ ଆକ୍ଚୁଆଲି ସନାତନୀ ହିନ୍ଦୁ ଧର୍ମ ଲୋକ ଫାର୍ଷ୍ଟ, ସେକେଣ୍ଡ ହେଲା ଆମେ ସମ୍ପ୍ରଦାୟ ମତ ସମ୍ପ୍ରଦାୟ ଲୋକ ସେକେଣ୍ଡ। ଏବେ ଏ ଯୋଉ 5-7 ଜଣ ଲୋକ ଏ ଅନ୍ୟ ଦେବଦେବତାକୁ ଗାଲିଗାଲାଜ କରୁଛି, ମାତ୍ର ଏଇଟା ତ ଠିକ ନାହିଁ, ଏଟା ଭୁଲ। ଆଉ ଆମର ସମ୍ପ୍ରଦାୟ ଲୋକ ଏ ଯୋଉ ନେତା ମାନଙ୍କୁ ଆଣୁଛି, ଆମର ହରି ଠାକୁର ଯୋଉ ପୋଷ୍ଟର ନେଇକିରି ବ୍ୟାନର ନେଇକିରି ଯାଇକିରି ତାଙ୍କର ଯୋଉ ନିଶାନ ନେଇକିରି ଯାଉଛି ତାଙ୍କର ଆଣିବା ପାଇଁ, ତାଙ୍କର ଆହ୍ୱାନ କରିବା ପାଇଁ, ଏଟା ଠିକ ନୁହଁ। ଏଟା ପାଇଁ ଆମେ ବିରୋଧ କରୁଛୁ। ଆମର ଇଏରେ ଆମର ସମ୍ବିଧାନରେ ଲେଖା ନାହିଁ ଯେ କୋଉ ନେତା ମାନଙ୍କୁ ଆପଣ ଆମ ମାନେ ସେମିତି ସମର୍ଥନ କରିବା ପାଇଁ। ସମସ୍ତଙ୍କୁ କହିବାକୁ ଚାହୁଁଛୁ ଯେ ମୋର ନାଁ ପ୍ରହ୍ଲାଦ ବସୁ, ଗାଁ MP ଭୁବନେଶ। ମୁଁ ଜଣେ ସନାତନୀ ହିନ୍ଦୁ, ମୁଁ ଜଣେ ମତୁଆ। ଆମର କିଛି ଲୋକ ଅଛନ୍ତି, କିଛି 2-4 ଜଣ ଅଛନ୍ତି, ସେମାନେ ଏଇ ମତୁଆ ସମ୍ପ୍ରଦାୟଟାକୁ ଏମିତି ଜାଗାରେ ପହଞ୍ଚାଉଛନ୍ତି ଯୋଉମାନେ ଗାଁ ଗାଁରେ ବୁଲିକି କହୁଛନ୍ତି ଦେବଦେବୀକୁ ଗାଲି କରୁଛନ୍ତି। ତ ଆମେ ତ ହିନ୍ଦୁ, ଆମେ ଦେବଦେବୀତା ଆମେ ମା ମହାଦେବକୁ ଆମେ ମହାପ୍ରଭୁ ବୋଲି କହୁଛୁ। ଆମେ ସନାତନୀ ହିନ୍ଦୁ ମତୁଆ, ଏହାର ଦି ଭାଗ ନାହିଁ। କିଛି ଲୋକ ମୁଷ୍ଟିଗତ 2-4 ଜଣ ଅଛନ୍ତି, ସେମାନେ ଆମ ଗାଁ ଗାଁ ବୁଲିକି ତାଙ୍କର ଆମର ଯୋଉ ମତୁଆ ଧର୍ମକୁ ପ୍ରଚାର କରୁଛନ୍ତି, ମାତ୍ର ହିନ୍ଦୁ ବିରୁଦ୍ଧରେ ସେମାନେ ପ୍ରଚାର କରୁଛନ୍ତି। ଦେବଦେବୀ ବିରୁଦ୍ଧରେ ବି ଉଲ୍ଟା ସୁଲଟା କହୁଛନ୍ତି। ଦେଖନ୍ତୁ, ଆମେ ଆଜି ଏଇଠି ଯୋଉ ମିଟିଂ ଡାକିଥିଲୁ, ସେଇ ମିଟିଂଟା ହେଲା ଏ ଯୋଉ ପ୍ରଚାର କରିବା ଲୋକଙ୍କ ବିରୋଧରେ ଯୋଉମାନେ କହୁଛନ୍ତି ଆମେ ହିନ୍ଦୁ ନୁହେଁ, ସେମାନଙ୍କୁ ଆମେ ସମସ୍ତ ମତୁଆ ଭାଇକୁ ମାଲକାନଗିରି ବାସୀକୁ ଡାକିଥିଲୁ ସମସ୍ତେ ବସି ଗୋଟେ ସମାଧାନ କରିବା ପାଇଁ। ମାତ୍ର ଆମର ମିଟିଂଟା ଆରମ୍ଭରେ ଭଲ ଚାଲିଥିଲା, ଭଲ ହଉଥିଲା। ଗୋଟେ ପକ୍ଷରେ ସମସ୍ତେ ଶୁଣିଥିଲେ, ଦ୍ୱିତୀୟ ପକ୍ଷରେ ଯେତେବେଳେ ଆମେ କଥା କହିବାକୁ ଚେଷ୍ଟା କଲୁ, ସେଇ ପ୍ରଥମ ପକ୍ଷର ଲୋକ ବାଧାବିଘ୍ନ କରିକି ଏଠି ଗୋଟେ ଝୁଟ ଝଞ୍ଜାଲ କରିଲେ। ତାପରେ ମିଟିଂଟାକୁ ଠପ୍ କରିବାକୁ ପଡିଲା। ଆମେ ମାଲକାନଗିରି ବାସୀକୁ ବାର୍ତ୍ତା ଦେବାକୁ ଚାହୁଁଛୁ, ଆମେ ମାଲକାନଗିରି ବାସୀ ସମସ୍ତେ ଭାଇଚାରା ନିଭାଇକି କେମିତି ଏଠି ବସବାସ କରିବା, କାହା ସହିତ ଦ୍ୱନ୍ଦ୍ୱ କେନ୍ଦଲ ନ କରି ଯେପରି ଆମେ ଏଠି ଗୋଟେ ସୁସ୍ଥ ପରିବାର ହେଇକି ସମସ୍ତଙ୍କ ସହିତ ମିଳିମିଶିକି ରହିବା, ଏଟାই ଆମର ମତୁଆ ଧର୍ମ। ମତୁଆ ଭିତରେ ମୁଁ ସେଇ ବାର୍ତ୍ତାଟାକୁ ଦେବା ପାଇଁ ଆଜି ଏଇଠିକାର ବୈଠକ ବସାଉଥିଲି। ଦେଖନ୍ତୁ, ଆଜି ଆମେ ଆମ ଗୋଷ୍ଠୀ ଭିତରେ, ଆମ ମତୁଆ ସମ୍ପ୍ରଦାୟ ଭିତରେ ଗୋଟେ ଗୋଷ୍ଠୀ କନ୍ଦଳ ଚାଲିଛି, ଯୋଉଟା କି ମାନେ କିଛି ଲୋକ କହନ୍ତି ଆମେ ହିନ୍ଦୁ ନୁହଁ, କିଛି ଲୋକ କହନ୍ତି ବିଜେଡି କୁ ଭୋଟ ଦିଅ, ପାର୍ଟିକୁ ଇଏ କର, ସମର୍ଥନ କର। କିନ୍ତୁ ଆମେ ସେସବୁ କରୁନୁ, କାହିଁକି ନା ମନ୍ଦିରର ଯୋଉମାନେ ଅଛନ୍ତି ସମସ୍ତେ ସମାନ ଅଧିକାର ଥିବାରୁ ସେ ଯିଏ ଯୋଉ ପାର୍ଟି କରୁନାହାନ୍ତି କାହିଁକି, କିଏ ବିଜେପି କରୁଛି, କିଏ ବିଜେଡି କରୁଛି, କିଏ କଂଗ୍ରେସ କରୁଛି, କିଏ ମାୟାବତୀର ପାର୍ଟି କରୁଛି, କିଏ ଆମ୍ ଆଦମୀ ପାର୍ଟି କରୁଛି, ସିଏ ଯିଏ ଯାହାର ଅଧିକାର ସିଏ ତାର କରିପାରିବେ, ତାର ମୌଳିକ ଅଧିକାର। କିନ୍ତୁ ମାନେ ବାଧ୍ୟ କରୁଛନ୍ତି ଯେ ବିଜେଡି କୁ ଭୋଟ ଦିଅ। କାହିଁକି? ସେଇଥିପାଇଁ ଆମେ ଭାଇଚାରା ନିଭାଇବାକୁ, ଯେ ମନ୍ଦିରରେ ଯେମିତି ରାଜନୀତି ନ ହୁଏ, ସେଇଥିପାଇଁ ଆମେ ଏଠି ଗୋଟେ ମିଟିଂ କଲ୍ କରିଥିଲୁ। ତାପରେ ବି ଆମର ବହୁତ ବଡ ବିଷୟ ଅଛି, ଯୋଉଟା କି କହୁଛନ୍ତି କିଛି ମତ ଅଳ୍ପ କିଛି 2-5 ଜଣ ଲୋକ କହୁଛନ୍ତି ଯେ ଆମେ ହିନ୍ଦୁ ନୁହଁ, କିନ୍ତୁ ଆମେ ତ ହିନ୍ଦୁ, ଏଥିରେ କିଛି କୌଣସି ସନ୍ଦେହ ନାହିଁ। ସେଇଥିପାଇଁ ସେମାନେ କାହିଁକି କହୁଛନ୍ତି, ସେଇଥିପାଇଁ ଇଏ କରୁଥିଲୁ ଯେ ବୈଠକରେ ବସିକିରି ଆମେ ଗୋଟେ ନିଷ୍ପତ୍ତି କରିବା ଯେ ଆମେ ଆକ୍ଚୁଆଲି କଣ ହିନ୍ଦୁ କି ହିନ୍ଦୁ ନୁହଁ। କିନ୍ତୁ ଆମେ ଯାହା ଜାଣିପାରିଲେ ନାଇଁ ଆମେ ହିନ୍ଦୁ। ତ ହିନ୍ଦୁ ହବାରୁ ଏମାନଙ୍କୁ ପ୍ରଶ୍ନ କରାହେଲା, ଅନ୍ୟ ପକ୍ଷକୁ ପ୍ରଶ୍ନ କରାହେଲା ଯେ ଆପଣ ମାନେ କାହିଁ କହୁଛନ୍ତି। ତ
ସେମାନେ କିଛି ଅନ୍ୟ କିଛି ଦେଇକିରି ବୁଝେଇବାର ଚେଷ୍ଟା କରୁଛନ୍ତି, କିନ୍ତୁ ଆମେ ସେଟା ବୁଝୁନୁ। ତାଙ୍କର ପକ୍ଷର ବକ୍ତୃତା ଶେଷ ହେଲା। ଶେଷ ହବାରୁ ଯେତେବେଳେ ଆମେ କହିବାକୁ ଗଲୁ ତ ତା ଭିତରୁ କଣ ହେଲା, ସେମାନେ ତାଙ୍କ ଭିତରୁ କେତେ ଲୋକ କଳହ ସୃଷ୍ଟି କରିକି ମିଟିଂ କୁ ବାନଚାଲ କଲେ, ଯେମିତି ନାଇଁ ସତ କଥାଟା ପବ୍ଲିକ ସାମ୍ନାରେ ନ ହଉ, ଆଉ ଲୋକ ବିଜେଡି କୁ ଭୋଟ ଦିଅନ୍ତୁ ବୋଲିକି ଏମିତି। ତ ଏଇଟା କେତେ ଦୂର ଠିକ କେତେ ଦୂର ବେଠିକ ତାହା ପବ୍ଲିକ ଆମର ଜନସାଧାରଣ ଯୋଉମାନେ ଅଛନ୍ତି ସେମାନେ ବିଚାର କରିବେ, ତାଙ୍କ ଉପରେ ଛାଡ଼। ଆଜ୍ଞା ଦେଖନ୍ତୁ, ଏ ଯୋଉ ଆମର କମିଟିର ଏ ଯୋଉ ହରି ଆଶ୍ରମର ଯୋଉ କମିଟିର ଯୋଉ କେତେକ ପଦାଧିକାରୀ ଏମାନେ ରାଜନୈତିକ ଦଳ ପାଖରେ ବିକ୍ରି ହେଇଯାଇଛନ୍ତି। ତ ତାଙ୍କର ସ୍ୱାର୍ଥ ଦେଖିବାକୁ, ତାଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ସେମାନେ ଯୋଉ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ରକ୍ଷା କରିବା ପାଇଁ ସେମାନେ ଏଇ ସବୁ ଫାଲତୁ ରାଜନୀତି କରୁଛନ୍ତି, ଆଉ କିଛି ନାହିଁ। ଏହା ଛଡା ଆଉ କିଛି ନୁହଁ, ଯୋଉଥିରେ କି ଆମ ସମାଜକୁ ଗୋଟେ ଭଲ ବାର୍ତ୍ତା ଦେବା, ଭଲ ମିଳିମିଶିକି ରହିବା, ତାର ଠିକ ଉପଯୁକ୍ତ ରାସ୍ତାକୁ ସେମାନେ ଆସୁନାହାନ୍ତି। ମୁଷ୍ଟିମୟ କେତେ ଜଣ ବ୍ୟକ୍ତି 4-5 ଜଣ ହବ ମୋ ହିସାବରେ, ତ ଏମାନେ ତାଙ୍କ ନିଜ ସ୍ୱାର୍ଥ ପାଇଁ ଏସବୁ କରୁଛନ୍ତି ରାଜନୀତି କରିବାକୁ। ଏହି ଭକ୍ତମାନେ ଦାବି କରିଛନ୍ତି ଯେ ଏହି କମିଟିକୁ ବାଦ ଦେଇ ନୂଆ କମିଟି ଗଠନ କରାଯାଉ, ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଅନେକ ଅସୁବିଧା ହେବ। କିନ୍ତୁ ଅଧିକ ତଥା ସତ୍ୟାସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ବର୍ତ୍ତମାନର କମିଟିକୁ କିଛି ପଚାରିବାରୁ ତାଙ୍କେ ଆମ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଛନ୍ତି। ମାଲକାନଗିରି ଜିଲ୍ଲା ବଦିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଟେରୁ ହରି ଆଶ୍ରମରୁ ସାଉଥ ଓଡ଼ିଶା ବ୍ୟୁରୋ ହେଡ୍ ଗୋବିନ୍ଦ ମଣ୍ଡଲଙ୍କ ରିପୋର୍ଟ, ଟାଇମ୍ସ 1 ଓଡ଼ିଆ।